ଯେମିତି ଅନ୍ୟ ଧର୍ମର ଲୋକ ଆମ ଧର୍ମର ଲୋକମାନଙ୍କୁ 500 ଟଙ୍କା ଚୁଡ଼ା ଚାଉଳ ଦେଇ କିଣି ନେଉଛନ୍ତି, ସେମିତି ଆମ ଧର୍ମର ଲୋକମାନେ ଯଦି ତାଙ୍କ ଧର୍ମର ଲୋକମାନଙ୍କୁ ସେମିତି ଚୁଡ଼ା ଚାଉଳ 500 ଟଙ୍କା ଦେଇ କିଣି ଆଣନ୍ତେ, ତାହେଲେ କେମିତି ହୁଅନ୍ତା? ପରଥର ମାନ ଧନ୍ୟବାଦ ହଉ ପରଥର କେତେ ଅନୁଗ୍ରହ କଲେ ଆଜି ଆପଣମାନଙ୍କ ନିକଟରେ ଆଉ ଗୋଟେ ଶିକ୍ଷା ନେଇ ଆସିବା ପାଇଁ ସୁଯୋଗ ଦେଲେ, ସେଥିପାଇଁ ଈଶ୍ୱରଙ୍କୁ ଧନ୍ୟବାଦ ଦେବା ସହିତ ମୁଁ ସମସ୍ତଙ୍କୁ ଆନ୍ତରିକ ପ୍ରେମ ନମସ୍କାର ଜଣେ ନମସ୍କାର। ଆଜି ଯେଉଁ ଶିକ୍ଷାଟି ଆପଣମାନଙ୍କ ନିକଟରେ ରଖିବାକୁ ଯାଉଛି ସେ ଶିକ୍ଷାଟି ହେଉଛି କ'ଣ, ଯେ ଆସ ଆମେ ନୂତନ ବର୍ଷରେ ନୂତନ ପ୍ଲାନ୍ କରିବା। ଅର୍ଥାତ୍ ଅନେକ ଲୋକମାନେ ଏ ନୂତନ ବର୍ଷରେ ନୂତନ ନୂତନ ପ୍ଲାନ୍ କରନ୍ତି। ଏକ ହେଉଛି କ'ଣ, ଭିଜନ୍ ଗୋଟେ କୁହନ୍ତି, ଆଉ କ'ଣ ପ୍ଲାନ୍ ଗୋଟେ କୁହନ୍ତି, ଏବଂ ଆଉ ନିଜର ମନୋଭାବ ପୁରୁଣା ବର୍ଷକୁ ବିଦାୟ ଦେଲା ପରେ ନୂଆ ବର୍ଷରେ ନୂଆ ନୂଆ ଯୋଜନା ତିଆରି କରନ୍ତି। ଠିକ୍ ସେ ପ୍ରକାରେ ଏଇ ଭଉଣୀ ଗୋଟେ ନୂଆ ଯୋଜନା ତିଆରି କରିଛନ୍ତି। କ'ଣ, ଆସ ଆମେ କ'ଣ କରିବା, କିଣିବା। କେମିତି କିଣିବା? ଚୁଡ଼ା ଚାଉଳ ଟଙ୍କା ଦେଇକି 500 ଟଙ୍କା। ମୁଁ ଭାବୁଛି ଏ ବର୍ଷ ଯଦି କୋଉଠି ମିଳନ୍ତେ ତାହେଲେ ମୁଁ ମାନେ 500 ଲେଖା ଦେଇକି ବହୁତ ଲୋକ କିଣିବା ପାଇଁ ଯୋଜନା କରୁଛି। ବର୍ଷ ଆରମ୍ଭରୁ ହିଁ ଚିନ୍ତା କରୁଛି ଯେ ଯଦି ଅଛନ୍ତି ମୋତେ ଆପଣମାନେ ଇନଫର୍ମେସନ୍ ଦିଅନ୍ତୁ, ମୋ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଆପଣ ଲେଖନ୍ତୁ ଏବଂ ମୁଁ ପାରୁ ପର୍ଯ୍ୟନ୍ତ ମୁଁ ଚେଷ୍ଟା କରିବି। କାହିଁକି ମୁଁ ଜାଣିଛି ଯେ ଲୋକମାନଙ୍କୁ କି ପ୍ରକାର କିଣାଯାଏ। କାହିଁକି ମୁଁ ପିଲାବେଳେ ଯେତେବେଳେ ଥିଲି ଘରେ ବାପା ମୋତେ ଯେଉଁ ଡାଇରେକ୍ସନ୍ ଦେଉଥିଲେ ଯେ ଲୋକମାନଙ୍କୁ କି ପ୍ରକାର କିଣାଯାଏ, ଆଉ ଯେଉଁମାନେ ଧୂଆଁ ଖାଆନ୍ତି ସେମାନଙ୍କୁ ଧୂଆଁ ପତ୍ର ଦେଇକି ମୁଁ ସେମାନଙ୍କୁ କ'ଣ କରେ, କିଣେ। କେମିତି କିଣେ? ସେମାନେ ଆସିବେ ଏବଂ ବିଲ ଚାଷ କିମ୍ବା ଯେକୌଣସି କର୍ମରେ ସେମାନେ ସାହାଯ୍ୟ କରନ୍ତି। ପଣସ ପଣସ ଯେଉଁମାନେ ପଣସ ତାଙ୍କ ଯାହାର ଗଛ ନାହିଁ ପଣସ ଖାଇବା ପାଇଁ ଇଚ୍ଛା କରନ୍ତି, ସେମାନଙ୍କୁ ପଣସ ଦିଆଯାଏ। ଲେବର ଯେତେବେଳେ ମୋ ବିଲରେ ଲଗାଏ ସେତେବେଳକୁ ସେମାନେ ପଣସ ପାଇଁ ଏବଂ ସେ କ'ଣ ଧୂଆଁ ପତ୍ର ପାଇଁ, ସେଥିପାଇଁ ମୁଁ ଧୂଆଁ ଚାଷ କରେ ଏବଂ ଧୂଆଁ ଚାଷ କରିକି ମୁଁ ଧୂଆଁକୁ ସେଟିଂ କରି ରଖେ। କିନ୍ତୁ ମୁଁ ଜୀବନରେ କେବେ ଖାଇ ନାହିଁ ଧୂଆଁ। କିନ୍ତୁ ମୁଁ ସେ ଲୋକମାନେ କେଉଁ ଜିନିଷକୁ ଚାହୁଁଛନ୍ତି, ଲୋକମାନେ କାହିଁକି ସେ ପ୍ରତି ଆଟ୍ରାକ୍ସନ୍ ହେଉଛନ୍ତି ଏବଂ ସେମାନଙ୍କୁ କ'ଣ ଦରକାର, ସେ ଅନୁସାରେ ତାଙ୍କର ମନର ଚିନ୍ତାଧାରା ଅନୁସାରେ ସେ ସମସ୍ତ ବିଷୟ ସେଟିଂ କରୁଥିଲି। କିନ୍ତୁ ଏ ମ୍ୟାଡ଼ାମ୍ କ'ଣ କହୁଛନ୍ତି ଯେ ଯେଉଁମାନେ ଆଜି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନିକଟକୁ ଯାଉଛନ୍ତି ସେମାନେ କ'ଣ ଯେ ପଇସା ପାଇ ଯାଉଛନ୍ତି ବୋଲି, କିନ୍ତୁ ପଇସା ନୁହେଁ, ରକ୍ତରେ ପ୍ରାଣୀର ପ୍ରାଣ ଥାଏ। ଆଉ ଯୀଶୁଖ୍ରୀଷ୍ଟ ଏ ସମଗ୍ର ପୃଥିବୀର ଲୋକମାନଙ୍କ ପାଇଁ ପ୍ରାଣ ଦେଲେ, ଆଉ ଏବଂ ସେଇ ପ୍ରାଣ ଆଜି ସମସ୍ତଙ୍କୁ ଦରକାର ଅଛି। ସେ ପ୍ରାଣ, ସେ ରକ୍ତ ସମସ୍ତଙ୍କୁ ଦରକାର ପାପର ପ୍ରାୟଶ୍ଚିତ କରିବା ପାଇଁ। ସେଥିପାଇଁ ଆମର ଲୋକମାନେ କ'ଣ କରୁଥିଲେ, ଆଗରେ ବଳି ଦେଉଥିଲେ, କିନ୍ତୁ ବର୍ତ୍ତମାନ ବଳି ପ୍ରଥାଟି ଉଠିଗଲାଣି। ଏବେ ଯଦି ଆମେ ସିରିୟସ୍ରେ ପଢ଼ୁ ତାହେଲେ ଡକ୍ଟରମାନେ କୁହନ୍ତି ଆର ରକ୍ତ ନାହିଁ। ରକ୍ତ କୁଆଡ଼େ ଗଲା? ରକ୍ତ ହେଉଛି ଯେ ରକ୍ତ ଏବଂ ଆତ୍ମା, ପ୍ରାଣ ଏବଂ ଆତ୍ମା ଯେତେବେଳେ ଦୁଇଟା ଚାଲିଯାଏ ତାହେଲେ ଶରୀର କାମ ଦିଏ ନାହିଁ। ସେଥିପାଇଁ ଆଜି ସେଇ ରକ୍ତର ମୂଲ୍ୟ ପାଇଁ ରକ୍ତ ହିଁ ଦେବାକୁ ପଡ଼ିଥାଏ। ସେଇ ରକ୍ତ ଯୀଶୁଖ୍ରୀଷ୍ଟ ହିଁ ଦେଇଛନ୍ତି ଜଣେ, ସେ ହିଁ ତ୍ରାଣକର୍ତ୍ତା, ସେ ଉଦ୍ଧାରକର୍ତ୍ତା। ସେଥିପାଇଁ ତାହାଙ୍କ ନାମ ଧରିକି ଯେଉଁମାନେ ପ୍ରାର୍ଥନା କରନ୍ତି, ତାହାଙ୍କ ନାମ ଧରି ଯେଉଁମାନେ ନିର୍ଭର କରନ୍ତି, ସେମାନଙ୍କୁ ପ୍ରଭୁ କେବେ ବି ନିରାଶ ହତାଶ କରନ୍ତି ନାହିଁ। ସେ କହିଲେ ମୁଁ ପଥ ସତ୍ୟ ଓ ଜୀବନ, ମୋ ଦେଇ ନ ଗଲେ ତ ପିତାଙ୍କ ନିକଟକୁ ଯାଇପାରିବ ନାହିଁ। ନାନା ମୁନିଙ୍କର ନାନା ମତ, ସମସ୍ତଙ୍କର ପେଟ ପୋଷା ବାଟ, କିନ୍ତୁ ପ୍ରଭୁ ଯୀଶୁଖ୍ରୀଷ୍ଟ ହିଁ ସତ୍ୟ। ସେଥିପାଇଁ ଆଜି ସାରା ପୃଥିବୀର ଲୋକମାନେ ତାହାଙ୍କୁ ଅନୁସରଣ କରୁଛନ୍ତି, ତାଙ୍କ ପଥରେ ଗମନ କରୁଛନ୍ତି। ସେଥିପାଇଁ ଆପଣମାନେ ନୂତନ ବର୍ଷରେ ନୂତନ ପଦକ୍ଷେପ ନିଅନ୍ତୁ ଏବଂ ସମସ୍ତଙ୍କୁ ମୁଁ କର୍ଣ୍ଣଗୋଚର କରିବାକୁ ଚାହେଁ। ଏଇ ପୃଥିବୀରେ, ଏ ଧରା ପୃଷ୍ଠରେ ମାନେ ମର୍ତ୍ତମଣ୍ଡଳେ ଦେହ ଧରି ଦେବତା ହେଲେ ମୋର, କିନ୍ତୁ ଉଠି ନାହାନ୍ତି। ଉଠିଲା ପ୍ରମାଣିତ ହେଲେ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ହେଉଛନ୍ତି ଜଣେ କେବଳ ଜୀବିତ ପରଶର। ତାହାଙ୍କ ଚରଣ ତଳେ ଯେଉଁମାନେ ଆଶ୍ରୟ ନିଅନ୍ତି କେବେ ସେମାନଙ୍କୁ ନିରାଶ କରନ୍ତି ନାହିଁ, ଆଶ୍ଚର୍ଯ୍ୟ ଭାବରେ ଆଶୀର୍ବାଦ କରନ୍ତି। ଆଜିର ଶିକ୍ଷା ଉପରେ ଆପଣମାନେ ଧ୍ୟାନ ଦିଅନ୍ତୁ ଏବଂ ନୂତନ ବର୍ଷରେ ନୂତନ ପଦକ୍ଷେପ ନେଇ ଚାଲିବା ପାଇଁ ଶିଖନ୍ତୁ। ପ୍ରଭୁ ଠିକ୍ ସମୟରେ ଆପଣମାନଙ୍କୁ ଆଶୀର୍ବାଦ କରିବେ। ଆଜିର ଶିକ୍ଷାରେ ପ୍ରଥମ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ରହିଲି, ନମସ୍କାର, ପ୍ରେଜ୍ ଦ ଲର୍ଡ।